ଆସନ୍ତୁ ଆଜି ଶୁଣିବା ଏକ ସୁନ୍ଦର ଗପ ତିନି ଜଣ ସାଙ୍ଗଙ୍କ ପ୍ରକୃତି ବିଷୟରେ। ଜଣେ ବ୍ୟକ୍ତିର ତିନି ଜଣ ସାଙ୍ଗ ଥିଲେ। ଯେତେବେଳେ ସେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ସମୟ ଆସିଲା, ସେତେବେଳେ ସେ ତାଙ୍କର ତିନି ବନ୍ଧୁକୁ ଡାକି କହିଲେ, ତୁମେ ମୋର ଜୀବନ ସାରା ସାଙ୍ଗରେ ରହିଲ, ବର୍ତ୍ତମାନ ମୋର ମରିବା ସମୟ ଆସିଲା, କ'ଣ ତୁମେ ମୋ ମରିବା ପରେ ବି ମୋ ସାଙ୍ଗରେ ରହିବ? ପ୍ରଥମ ସାଙ୍ଗଟି ଉତ୍ତର ଦେଲା, ମୁଁ ଜୀବନ ଯାକ ତୁମ ସହିତ ରହିଲି, ମାତ୍ର ବର୍ତ୍ତମାନ ମୁଁ ଅସହାୟ, ମୁଁ ବର୍ତ୍ତମାନ ତୁମର କୌଣସି ସହାୟତା କରିପାରିବି ନାହିଁ। ତାପରେ ଦ୍ୱିତୀୟ ସାଙ୍ଗଟି ଉତ୍ତର ଦେଲା, ମୁଁ ତୁମ ମୃତ୍ୟୁକୁ ତ ଅଟକାଇ ପାରିବି ନାହିଁ, ଜୀବନ ସାରା ତୁମର ସବୁ ପରିସ୍ଥିତିରେ ତୁମ ସାଙ୍ଗରେ ରହିବି। ମୁଁ ବର୍ତ୍ତମାନ ସୁନିଶ୍ଚିତ କରୁଛି କି ଯେ ତୁମର ଅନ୍ତିମ ସଂସ୍କାର କରାଇଦେବି। ତାପରେ ତୃତୀୟ ସାଙ୍ଗଟି କହିଲା, ମିତ୍ର, ତୁମେ ଚିନ୍ତା କର ନାହିଁ, ତୁମେ ମରିବା ପରେ ବି ମୁଁ ତୁମ ସାଙ୍ଗରେ ରହିବି, ତୁମେ ଯୁଆଡ଼େ ଯିବ ମୁଁ ତୁମ ସାଙ୍ଗରେ ଯିବି। ଆପଣମାନେ ଜାଣିଛନ୍ତି କି ଏ ତିନି ମିତ୍ର କିଏ କିଏ? ପ୍ରଥମ ମିତ୍ର ହେଲା ଧନ, ଦ୍ୱିତୀୟ ମିତ୍ରଟି ପରିବାର ଏବଂ ତୃତୀୟ ମିତ୍ରଟି ଅଟେ କର୍ମ। ଧନ ତୁମର ପ୍ରଥମ ବନ୍ଧୁ, ସେ ସେତେବେଳେ ଯାଏ ତୁମ ସାଙ୍ଗରେ ରହିବ ତୁମେ ଯେତେ ଦିନ ଯାଏ ବଞ୍ଚିଥିବ। ପରିବାର ତୁମର ଦ୍ୱିତୀୟ ବନ୍ଧୁ, ଯିଏ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ତୁମ ସାଙ୍ଗରେ ରହିବ। କର୍ମ ତୁମର ତୃତୀୟ ବନ୍ଧୁ, ଯିଏ ମରିବା ପରେ ମଧ୍ୟ ତୁମର ସାଙ୍ଗରେ ରହିବ। ମରିବା ପରେ ଲୋକେ ତୁମକୁ ଏ କର୍ମ ଅନୁସାରେ ମନେ ପକାଇବେ। ମରିବା ପରେ ତୁମର ଆଗକୁ ଆସୁଥିବା ଜନ୍ମକୁ ତୁମ କର୍ମ ନିର୍ଦ୍ଧାରଣ କରିଥାଏ। ଏଥିପାଇଁ ସଦାବେଳେ ତୁମ ଧ୍ୟାନ କର୍ମ ଉପରେ ଦିଅ ଏବଂ ସବୁବେଳେ ଠିକ୍ କାମ କର। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ମଣିନାଗ।